ନୂଆପଡ଼ା ଜିଲ୍ଲା କୋନାବିରା ଗାଁରେ କାର୍ତ୍ତିକ ମାସ ଶୁକ୍ଳପକ୍ଷ ଚତୁର୍ଦ୍ଦଶୀରେ ହୋଇଥିଲା ରଥଯାତ୍ରା। ଏ ଅଦିନିଆ ରଥଯାତ୍ରାକୁ ନେଇ ବିବାଦ ଦେଖାଦେଇଥିଲା। ଏନେଇ ପୁରୀରୁ ଜଗନ୍ନାଥ ସଂସ୍କୃତି ପରିଷଦର ଏକ 8 ଜଣିଆ ଟିମ୍ କୋନାବିରା ଗାଁରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି। ଗାଁରେ ଏଭଳି ଅଦିନିଆ ରଥଯାତ୍ରା ହେଉଥିବା ନେଇ ଗାଁର ମନ୍ଦିର କମିଟି ଓ ପୂଜକଙ୍କ ସହ ଆଲୋଚନା କରିଥିଲା କମିଟି। ଏ ଆଲୋଚନାରେ ପୁରୀରୁ ଆସିଥିବା ଟିମ୍ ଜଗନ୍ନାଥ ସଂସ୍କୃତି ଓ ପରମ୍ପରା ଉପରେ ସେମାନଙ୍କୁ ବୁଝାଇବା ସହ ଆଷାଢ଼ ମାସରେ ରଥଯାତ୍ରା କରିବା ପାଇଁ କହିଥିଲେ। କିନ୍ତୁ ଗାଁ ଲୋକେ ଏକ ବୈଠକ କରିବା ସହ ଏହି ରଥଯାତ୍ରା ଉପରେ ନିଷ୍ପତ୍ତି ନେବା ସହ ଜଗନ୍ନାଥ ସଂସ୍କୃତି ଗବେଷଣା ପକ୍ଷରୁ ଆସିଥିବା ଟିମ୍କୁ ଜଣାଇ ଦିଆଯିବ ବୋଲି ନିଷ୍ପତ୍ତି ନେଇଛି। ଜଗନ୍ନାଥ ସଂସ୍କୃତି ପରିଷଦର କଥା କୋନାବିରା ଜଗନ୍ନାଥ କମିଟି ରଖିବ ବୋଲି ପୁରୀରୁ ଆସିଥିବା କମିଟି ଆଶା ରଖିଛି। ନୂଆପଡ଼ା ଜିଲ୍ଲାର ମିଲିନ୍ଦ କୁମାର ଖମାରୀ ଏବଂ ଶୈଳେନ୍ଦ୍ର ପାଣିଗ୍ରାହୀ ଏ ସମସ୍ତେ ଆମେ ମିଳିମିଶି ଆସିଥିଲୁ। ଆଜି ସେ ଗାଁକୁ ଯାଇ ସେଠି ସେମାନଙ୍କୁ ବହୁତ ବୁଝେଇଲୁ ଏବଂ ସେମାନେ ମଧ୍ୟ ଆମ କଥାକୁ ସୁଚାରୁ ରୂପରେ ସମ୍ପାଦନ କରିବେ ବୋଲି ଆମକୁ ଅନେକାଂଶରେ ପ୍ରତିଶ୍ରୁତି ବି ଦେଇଛନ୍ତି। କିନ୍ତୁ ସେମାନେ ଯେ ଏଥିରେ କେତେ ଭାବରେ ପ୍ରଭାବିତ ହେଇଛନ୍ତି ସେ କଥା ସମୟ କହିବ। କିନ୍ତୁ ଆମେ ଭାବୁଛୁ ଆମର କଥା ସେମାନେ ରଖିବେ। କିନ୍ତୁ ଏଇ ଯେଉଁ ଅଦିନ ରଥଯାତ୍ରା ଏହା ବନ୍ଦ ହେଲେ ଜଗନ୍ନାଥଙ୍କ ପ୍ରତି ଏହା ନିଶ୍ଚିତ ଭାବରେ ଏକ ଶ୍ରେଷ୍ଠ ସମ୍ମାନ ହେବ।